ଭାଉଜ अरे अरे परसु तमे ହଁ ଭାଉଜ ମୁଁ हेले तमर कोन काम थिला ମୋର ଏମିତି ତୃଷା ଥିଲା ଭାଉଜ अरे कुह ना ତୁମ ପାଖକୁ ଚାଲି ଆସିଛି ମୋତେ କିଛି ପାଣି ଦିଅ ଭାଉଜ ପାଣି कोन कहिलो ଭାଉଜ परसु ମୁଁ ତୃଷାରେ ଆତୁର ଭାଉଜ ମୋତେ କିଛି ପାଣି ଦିଅ ପାଣି कोन कहिलो तुमको पानी देबी ହଁ हाँ हाँ मु निश्चय देबी ଠିକ ଅଛି ଭାଉଜ ठीक अछि मु नहीं आसुची परसु अरे ए नियो पानी आनी नहीं से ହେ ଭାଉଜ अरे नियो ना ଆରେ ସତରେ ସତରେ ତମେ ବୁଝିଗଲ ପାଣି ପିଇ ଦେଲେ ତୃଷା ମେଣ୍ଟି ଯାଏ माने तमे कोन कहबा को चाहछो ଏ ଭାଉଜ ପାଣିରେ ତୃଷା ମେଣ୍ଟେ ଯାଏ ଭାଉଜ ସତ୍ୟ परसु ମୁଁ ଯେଉଁ ତୃଷା ନେଇ ଆସିଛି ତୁମ ପାଖକୁ ସେ ତୃଷାଟା ଅଲଗା ଭାଉଜ ଆରେ मु किछि बुझी पारुनी ବୁଝିବ ନିଶ୍ଚୟ ବୁଝିବ माने तमरो कहबा उद्देश्य कोन ମୋର କହିବା ଉଦ୍ଦେଶ୍ୟ ପାଣିର ତୃଷାରେ ମୋ ନାହିଁ ଭାଉଜ ଏବେ ସେଇ ଦିନଠୁ ତପସ୍ୟା କଲା ଭଳି ଜଗି ବସିଛି ମୁଁ ତୁମକୁ परसु तुमको कहबा को कोन टिके लज्जा लागुनी अरे मु तुम भाउज तमे हेलो मोर दियर माने मो पुओ बयसर तुमको मो केबे किसी आखिरे देखिनी मो पुओ आखिरे देखिसी तुमे हे से ଭାଉଜ ଭାଇଙ୍କ ବିବାହ ପୂର୍ବରୁ ମୁଁ ତୁମକୁ ଭଲ ପାଇଥିଲି अरे तम मुंड फुंड कोन खराब हो जाइछि रे कोन तुमको कहबा को कोन तुम जीवन छिड़ी जाउनी हे ଭାଉଜ ଆରେ ସେଇ ଦିନ ପରା ତୁମେ ମୋ ମନ ମନ୍ଦିରରେ ଲାଖି ଯାଇଥିଲ तुमको कहबा को टिके भी लज्जा लागुनी ହେ ଭାଉଜ ତୁମେ ଠିକ କଲନି ଭାଉଜ ଆରେ ଏମିତି ଚାପୁଡ଼ାଟିଏ ମାରିଦେଲ ଯେ ଲାଗ ସର୍ପ ଉପରେ ହାତ ମାରିଲା ପରେ ନା ହେ ଭାଉଜ ନାଗଟା ଏମିତି ଚୁଟ ମାରୁଛେ ତମେ ଜାଣିପାରିବନି ଭାଉଜ सॉरी ना ना तुम सेमिति भूल करबा को जाओनी हेले तुम सेमिति भूल करबा को जाओनी तुम भाई आगरे मु सब कथा कहि देबी भाई आगरे सब कहिदब अरे कही देखो अरे ना सेमिति भूल करनी थरे टे भाभी की देखो तुम जो खराब नजर में मुझे देखो ना
ମୁଁ ସେମିତିକା ଲୋକ ନୁହଁ। ମୁଁ ଏମିତି ଡହରା ବାଲୁକା ଆମେ ଭାଉଜ ପ୍ରେମରେ ପଡ଼ି ଯାଇଛି। ତମେ ସେମିତି କହନି। ଏ ଭାଉଜ ଭାଇ ନାହାନ୍ତି ଘରେ, ଏଇ ଉପଯୁକ୍ତ ସମୟ ତୁମରି ମୋର ସମ୍ପର୍କ ହେଲେ କଣ କ୍ଷତି ଅଛି ଭାଉଜ? ଭାଉଜ କଣ ପାଣି ଦେଇ ତୃଷା ମେଣ୍ଟେଇ ଦିଆଯାଇପାରେ, ହେଲେ ଏ ମନର ଯନ୍ତ୍ରଣାକୁ ମେଣ୍ଟେଇବା ପାଇଁ ପରା ତୁମର ये कौन चली ସ୍ୱାମୀ 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 प्रभा कौन है परसु ଭାଇ। तमे मु नथिबा समय रे घर को बसी कौन करुथिलो? हो भाई, ଆଜି ନିଶ୍ଚୟ ବୁଝିପାରିବେ ଭାଇ ଆପଣ ଏଇ କଥା। ଆପଣ ନଥିବା ସମୟରେ ଭାଉଜ ବାରମ୍ବାର ମତେ ପ୍ରେମ ନିବେଦନ କରି ଏଇ ଦୟାନିଧି ହାତରେ ଖବର ପଠେଇଥିଲେ ଭାଇ। ଭାଇ ଆପଣଙ୍କୁ ତିରସ୍କାର କରି ବୃଦ୍ଧ ଏମିତି ଅନେକ କଥା କହି ଭାଉଜ ମୋର ଛନ୍ଦି ଦେଲେ ଭାଇ। ଭାଉଜ ମୋର ଚାହୁଁଛନ୍ତି ଭାଇ ସହିତ सरल प्रभा ସ୍ୱାମୀ परसु कहवा कथा कौन सत्य? ନା ସ୍ୱାମୀ ନା छी तम मन रे एते पाप ସ୍ୱାମୀ मु तुमको एते तलक को जीवा बोली मु जानि नथिली। ନା ନା छी छी तमे गोटाए पापिनी, तमे गोटाए कलंकिनी, तमे गोटाए नारी जाति पाई गोटाए बेश्या। ନା ସ୍ୱାମୀ ନା ତୁମେ ସେମିତି କହନି। ମୋର କିଛି ଭୁଲ ନାହିଁ ସ୍ୱାମୀ, ମୋର ଟିକେ ବି ଭୁଲ ନାହିଁ। ମୋର କିଛି ଭୁଲ ନାହିଁ ମହାରାଜ। ଏଇଟା ସତ, ଆମ ସାରାକୁ ପୁରା ଚାପିକି ଧରିଥିଲେ ମହାରାଣୀ। हे भगवान मु कहारी कथा को विश्वास करी? याड़ी रानी कहूची मते बलात्कार करुथिले तम भाई बनी। ସ୍ୱାମୀ याड़े परसु कहूची रानी पत्र माध्यम रे पठाई थिले बोली। मु कहारी कथा विश्वास करी? कथा विश्वास करी? हे जगतर नाथ जगन्नाथ तुम्हें एक न्यायवंत पुरुष प्रभु। ଭାଇ परसु ଭାଇ ଭାଇ ମଧ୍ୟରେ ଫାଟ ସୃଷ୍ଟି କରିବା ପାଇଁ ଏ ଭାଉଜଙ୍କ ଚକ୍ରାନ୍ତ ଥିଲା ଭାଇ। ସ୍ୱାମୀ
ସେଇ ଦିନଠାରୁ ମୁଁ ଆପଣଙ୍କୁ ରାମ ରୂପରେ ପୂଜା କରି ଆସିଛି ଭାଇ। ଆପଣ ଯେଉଁ କଥା କହିଛନ୍ତି ଭାଇ, ମୁଁ ସେଇ କଥା ପାଳନ କରିଛି। ଆଜି କଣ ମୁଁ ଭୁଲ କରିଦେବି ଭାଇ? ନା ନା ଭାଇ, ମୁଁ ଏମିତି ଭୁଲ କେବେ କରିପାରିବିନି ଭାଇ। ସାରେ କାନ୍ଦନି ସାରେ, ଯାହା ହେଇଛି ମହାରାଜ ଡିସିଜନ ନେବେ। ପରଶୁ, ସ୍ୱାମୀ ତମେ କାହିଁକି ଏମିତି ହଉଛ? ସେଦିନ ପ୍ରଭୁ ରାମଚନ୍ଦ୍ର ଧୋବା ଧୋବଡୀଙ୍କ କଥାରେ ପଡ଼ି ସତୀ ସୀତାଙ୍କୁ ଘରୁ ବାହାର କରିଦେଇଥିଲେ। ଏ କଣ ସତୀ ହୋଇପାରିବ? ଏହାକୁ ଆମେ ନିଶ୍ଚୟ ଘରୁ ବାହାର କରିଦେବା। ଓ ଭାଇ, ଏମିତି ବିଟ ପିଡ଼ାରେ ଯଦି ରାଜ୍ୟରେ ରହିବ, ରାଜାଙ୍କ ସ୍ତ୍ରୀ ହେଇ ରହିବ ମାନେ ଏ ରାଜ୍ୟବାସୀ କଣ କହିବେ ଭାଇ? ଏମିତି ନାରୀକୁ ସେଇ ସୀତା ପରି ଦଣ୍ଡ ଦବା ଦରକାର ଭାଇ। ହଁ, ସେଦିନ ପ୍ରଭୁ ଜଗନ୍ନାଥ ବଡ଼ ଭାଇଙ୍କ ଆଦେଶରେ ମା ଲକ୍ଷ୍ମୀଙ୍କୁ ଘରୁ ବାହାର କରିଦେଇଥିଲେ। ଆଜି ସେଇ ଅବସ୍ଥାରେ ମୁଁ ଭାଇ ପରଶୁ, ସ୍ୱାମୀ ତମକୁ କଣ ତମ ସ୍ତ୍ରୀ ଉପରେ ଭରସା ନାହିଁ? ସେ କଣ ମିଛ କହିପାରେ? ନା ସ୍ୱାମୀ ନା, ମୁଁ ମିଛ କହୁନି, ମୁଁ ସତ କହୁଛି। ମୋର କିଛି ବି ଭୁଲ ନାହିଁ। ମୁଁ କାହାରି କଥା ବିଶ୍ୱାସ କରିବି ଭାଇ ଏଆଡ଼େ ଭାଇଙ୍କ କଥା ବିଶ୍ୱାସ କରିବି ନା ଏଆଡ଼େ ମୋ ସ୍ତ୍ରୀର କଥା ବିଶ୍ୱାସ କରିବି? ଭାଇ ଆପଣଙ୍କୁ ଏମିତି ସ୍ତ୍ରୀ ଅନେକ ମିଳିଯିବ ଭାଇ, କିନ୍ତୁ ଏମିତି ଭାଇ ମିଳିପାରିବ? ଆରେ ଯେଉଁ ଭାଇ ଲକ୍ଷ୍ମଣ ପରେ ଭାଇ ଆପଣଙ୍କ ପାଖେ ପାଖେ ଜଗି ବସିଛି ଭାଇ, ଏମିତି ଭାଇ କଣ ଆପଣ ପାଇପାରିବେ? ଭାଇ ଏଇ ନାରୀକୁ ଏ ରାଜ୍ୟରୁ ବିତାଡ଼ିତ କରିଦିଅନ୍ତୁ ଭାଇ, ଆପଣଙ୍କୁ ଏମିତି ଅନେକ ସହସ୍ର ନାରୀ ମିଳିଯିବେ ଭାଇ, ସହସ୍ର ନାରୀ ମିଳିଯିବେ। ନା, ତମେ ଭୁଲ କହୁଛ। ମୁଁ ଏକ ପତ୍ନୀ ଠାରୁ ଦ୍ୱିତୀୟ ପତ୍ନୀ କେବେ ହେଲେ ଗ୍ରହଣ କରିପାରିବିନି। ମହାରାଜ ସ୍ୱାମୀ ତୁମକୁ ଛାଡ଼ି ମୁଁ କୁଆଡ଼େ ଯିବି? ମୁଁ ମୋର ଏବେ ଗର୍ଭବତୀ। ହଁ ସ୍ୱାମୀ, ମୁଁ ତ ରାଜ୍ୟର ବିଦା କରନି, ମୁଁ ତମକୁ ହାତ ଯୋଡୁଛି। ସ୍ୱର୍ଣ୍ଣପ୍ରଭା, ମୋ ଆଖି ସାମ୍ନାରେ ଯାହା ଘଟି ଯାଇଛି, ଏ ରାଜ୍ୟର ପ୍ରଜାମାନେ କଣ କହିବେ? ଏମିତି ସ୍ତ୍ରୀକୁ ରାଜା ଗ୍ରହଣ କରି ଘରେ ରଖିଛନ୍ତି, ସମସ୍ତେ ମୋ ମୁହଁରେ ଛେପ ପକାଇବେ, ଛେପ। ଗୋଟାଏ ଥର ପାଇଁ ମତେ ଏମିତି ରହିବାକୁ ସୁଯୋଗ ଦିଅନ୍ତୁ। ନା ମହାରାଣୀ, ମୁଁ କଥା ଦେଇଛି ମାନେ ତମେ ଏ ଘରୁ ବାହାରି ଯିବ, ତମେ ଏଇଠି ରହିପାରିବନି। ଭାଇ ଯେମିତି ହେଲେ ବି ତାକୁ ଘରୁ ବାହାର କରିଦିଅ। लागी सती पड़ी लागी
বলো